ଆସନ୍ତୁ ଜାଣିବା ଶ୍ରୀ ଶ୍ରୀ ଠାକୁର ରାମାୟଣ ବିଷୟରେ କ'ଣ କହିଛନ୍ତି। ଶୈଶବ ଓ କିଶୋର ସମୟର ଦିନଗୁଡ଼ିକରେ ରାମାୟଣ ମହାଭାରତର କାହାଣୀଗୁଡ଼ିକ ଶୁଣୁ ଶୁଣୁ ରୋମାଞ୍ଚିତ ହୋଇ ଉଠିନି ଏମିତି କେହି ନାହିଁ। ରାମ, ଲକ୍ଷ୍ମଣ, ସୀତା, ରାବଣ, ହନୁମାନ ମନରେ ଥାଆନ୍ତି। ଆଉ ସେମାନଙ୍କ ସମ୍ପର୍କିତ ଅଜସ୍ର କାହାଣୀଗୁଡ଼ିକ ତ ଆଜି ବି ବାରମ୍ବାର ଆମମାନଙ୍କର ଶୈଶବର ଦିନଗୁଡ଼ିକୁ ଫେରେଇ ନେଇଯାଏ। ରାବଣର ଭଉଣୀ ସୁପର୍ଣ୍ଣଖାର ନାକ ଲକ୍ଷ୍ମଣ କାଟିଦେଲେ। ସେ ଏହି କଟା ନାକ ନେଇ ଭାଇ ରାବଣ ପାଖକୁ ଯାଇ ନାଲିଶ କରିଲା। ଏମିତି କରି କ୍ରମେ ରାମାୟଣରେ ରାମ ରାବଣର ଯୁଦ୍ଧର ସୂତ୍ରପାତ ହେଲା। ଏସବୁ ଖୁବ୍ ଉତ୍ତେଜନା ସୃଷ୍ଟି କରୁଥାଏ ଆମମାନଙ୍କ ମନରେ। ଆଉ ଭୀଷଣ ମଜା ଲାଗୁଥାଏ ସୁପର୍ଣ୍ଣଖାର ନାକ କଟାର ବିବରଣ ପଢ଼ି ଆଉ ରାମାୟଣରେ ତାର ଛବି ଦେଖି। ସେତେବେଳେ ନ ହେଲେ ମଧ୍ୟ ପରେ ପ୍ରଶ୍ନ ଜାଗୁଥାଏ ଏହି ଘଟଣାର ଯଥାର୍ଥତା ନେଇ। ସେତେବେଳେ ନ ହେଲେ ମଧ୍ୟ ପରେ ପ୍ରଶ୍ନ ଜାଗୁଥାଏ ଏହି ଘଟଣାର ଯଥାର୍ଥତା ନେଇ। ସତ୍ୟରେ କ'ଣ ନାକ କଟା ଯାଇଥିଲା? ଲକ୍ଷ୍ମଣ କ'ଣ ଜଣେ ମହିଳାର ନାକ କାଟିପାରନ୍ତି? ସେହି ରାମାୟଣରେ ଥରେ ବ୍ୟତୀତ ଆଉ କେଉଁଠି ବି ତ କାହାରି ଏମିତି କରି ନାକ କାଟିବାର କଥା ଶୁଣାଯାଇନି। ବିଷୟଟି ନିଶ୍ଚିନ୍ତ କଳ୍ପନାଲୋକବାଦୀ। ରାମାୟଣରେ ଏମିତି କଳ୍ପନାଲୋକବାଦୀ ଘଟଣା ଅଜସ୍ର। ନିଶ୍ଚୟ ରାମାୟଣ ହିଁ ନିର୍ମିତ। ରାମ କାଳ୍ପନିକ ଚରିତ୍ର। ସେସବୁ କେତେବେଳେ ବି ହୋଇନାହିଁ। ବୁଝି ନ ପାରୁଥିବା କଳ୍ପ କାହାଣୀ ଅବିଶ୍ୱାସ ହୋଇ ନାନା ରକମର ଯୁକ୍ତିତର୍କକୁ ତାର ସପକ୍ଷରେ ଟାଣିନେଇ କ୍ରମଶଃ ଶ୍ରଦ୍ଧା କରିବା, ମାନି ଚାଲିବା, ମୁଣ୍ଡ ଖଟେଇ ବୁଝିବାକୁ ଚେଷ୍ଟା କରିବାର ପ୍ରବଣତା ଗୁଡ଼ିକ ହିଁ ନଷ୍ଟ କରିଦେବାକୁ ଲାଗିଲା। ଧୀରେ ଧୀରେ ବହୁଦିନ ଧରି ଏହି ବିଷୟଟି ଆମମାନଙ୍କ ମଧ୍ୟରେ ଲାଳିତ ହେଉ ହେଉ ରୂପ ନେଲା କୃଷ୍ଟି ପରାଜୟର, ଐତିହ୍ୟ ଅବହେଳାର। ଏହିଠାରେ ହିଁ ପ୍ରାସଙ୍ଗିକତା ଶ୍ରୀ ଶ୍ରୀ ଠାକୁରଙ୍କର, ପୁରୁଷୋତ୍ତମଙ୍କର। ତାଙ୍କ ପାଖରେ ମଧ୍ୟ ସୁପର୍ଣ୍ଣଖାର ନାକ କାଟିବାର ପ୍ରସଙ୍ଗ ଅନେକ ଥର ଉଠାଯାଇଛି। ସେ କୁହନ୍ତି ନାକ ତ ଆଜି ମଧ୍ୟ କଟାଯାଏ। ତାହା କେମିତି ନାକ କଟାଯାଏ ଦେଖା ତ ଯାଏ ନାହିଁ କୌଣସି ନାକ କଟା ମଣିଷ। ଶ୍ରୀ ଶ୍ରୀ ଠାକୁର କହନ୍ତି ନାକ କଟା ମାନେ ଆକ୍ଷରିକ ଅର୍ଥରେ ନାକ କଟା ନୁହେଁ। ନାକ କଟା ପ୍ରବାଦ ବାକ୍ୟ। ତା ମାନେ ଅତ୍ୟନ୍ତ ଲଜ୍ଜାରେ ପଡ଼ିଯିବା, ବିଡ଼ମ୍ବନାର ସୃଷ୍ଟି ହେବା। ସୁପର୍ଣ୍ଣଖା ରାମ ଲକ୍ଷ୍ମଣଙ୍କ ପାଖରେ ଆସିଥିଲା ଅନ୍ୟ ଉଦ୍ଦେଶ୍ୟରେ। ଅପରୂପ ସୌନ୍ଦର୍ଯ୍ୟ ଓ ପୌରୁଷ ସମ୍ପନ୍ନ ବ୍ୟକ୍ତିତ୍ୱ ଦେଖି ସୁପର୍ଣ୍ଣଖା ମଧ୍ୟରେ ବିକୃତ କାମ ମୁଣ୍ଡକୁ ଉଠେ। ସେ ନାନା ପ୍ରକାରର ଛଳନାରେ ପ୍ରଲୁବ୍ଧ କରିବାକୁ ଚାହେଁ ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ। କିନ୍ତୁ ବାରମ୍ବାର ଚେଷ୍ଟା କରିବା ପରେ ବି ସେ ବ୍ୟର୍ଥ ହୁଏ। ଯେତେ ବେଶୀ ଥର ସେ ପ୍ରତ୍ୟାଘାତ ହୁଏ ସେତେ ବେଶୀ କରି ତାର କ୍ରୋଧ ମିଶ୍ରିତ କାମାବେଗ ବଢ଼ିବାକୁ ଲାଗେ। ଅବଶେଷରେ ରାମ ଲକ୍ଷ୍ମଣଙ୍କ ଦ୍ୱାରା ଦୃଢ଼ ଓ ନିଷ୍ଠୁର ଭାବରେ ପ୍ରତ୍ୟାଖ୍ୟାତ ହେଲାରୁ ପ୍ରଜ୍ୱଳିତ କାମାଗ୍ନି ଅବରୁଦ୍ଧ ହୁଏ ଏବଂ ନିଜର କୁମତଲବ ପ୍ରକାଶ ହୋଇଯିବା ପରେ ତାହା ପରିପୂର୍ଣ୍ଣ ନ ହେବାରୁ ଲଜ୍ଜାର ରୂପ ଅପମାନର ପଥ ନେଇ ଆକ୍ରୋଶ ଓ ପ୍ରତିହିଂସାର ରୂପ ନିଏ। ସେହି ମସ୍ତକ ନତ ହୋଇଯିବା ଲଜ୍ଜାର ବ୍ୟାପାରଟିକୁ ହିଁ ନାକ କଟାର ରୂପକ କୁହାଯାଇଛି। ଶ୍ରୀ ଶ୍ରୀ ଠାକୁରଙ୍କ ପାଖରୁ କଥାଗୁଡ଼ିକ ଶୁଣିବା ପରେ ଆଖ୍ୟାନର ଭିତର ଦେଇ ସମୀଚୀନ ବ୍ୟାଖ୍ୟାନ ସଙ୍ଗୀତି
ଆଖ୍ୟାନର ଭିତର ଦେଇ ସମୀଚୀନ ବ୍ୟାଖ୍ୟାନ ସଙ୍ଗତି ବିଷୟଟି କ'ଣ ତାହା ସ୍ପଷ୍ଟ ବୁଝାଯାଏ। ଭାବବାଣୀର ଏକ ଜାଗାରେ ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ଦେଖ, ଏହି ଜ୍ଞାନ ଅହଙ୍କାରରେ ହିଁ ପଣ୍ଡିତମାନେ ଖୁବ୍ ଜଟିଳ। ସେମାନଙ୍କର ହୃଦୟ ରେଳର ଉପର ଦେଇ ନାମଗୁଡ଼ିକ ଅର୍ଥାତ୍ ବୀଜମନ୍ତ୍ର କୌଣସି ପ୍ରକାରେ ଯାଇପାରେ ନାହିଁ। ସେମାନଙ୍କୁ ଠିକ୍ କରିବାକୁ ହୁଏ ଭଲ ପାଇବାର ହାତୁଡ଼ି ଦେଇ ପିଟି ଆଉ ବିଶ୍ୱାସଟା ଢୁକେଇ ଦେବାକୁ ହୁଏ। ଏହି ବାଣୀଟି ପଢ଼ି ତାତ୍କ୍ଷଣିକ ଭାବରେ ମୋର ଗୋଟିଏ ଘଟଣାର କଥା ମନେ ପଡ଼ୁଛି। ତଥାକଥିତ ପଣ୍ଡିତ ସୁଲଭ ଜ୍ଞାନର ଅହଙ୍କାର ଚିନ୍ତା ଓ ଦୃଷ୍ଟିଶକ୍ତିକୁ କେମିତି ଅସ୍ୱଚ୍ଛ କରିଦିଏ ଆଉ ସର୍ବଜୀବରେ ଆତ୍ମ ଅନୁଭବୀ ସହଜ ଜ୍ଞାନ ପ୍ରଚାର ବା ପ୍ରଶସ୍ତିର କଥା ନ ଭାବି କେମିତି ନିରନ୍ତର ପ୍ରଜ୍ୱଳିତ ରହିଥାଏ, ତାହା ବୁଝାଯାଏ।